କାହାଣୀ ଇଚ୍ଛାଧାରୀ ନାଗୁଣୀ। ଜଣେ ରାଜା ଜଙ୍ଗଲରେ ଶିକାର କରି ଘରକୁ ଫେରୁଥିଲେ ଓ ସେ ବହୁତ କ୍ଳାନ୍ତ ହୋଇଯାଇଥିଲେ। ଫେରିବା ବାଟରେ ଦେଖିଲେ ଜଣେ ସୁନ୍ଦର ଝିଅଟିଏ ବସି ଗଛ ମୂଳରେ କାନ୍ଦୁଛି। ରାଜା ଝିଅଟିକୁ ପଚାରିଲେ, ସୁନ୍ଦରୀ, ତୁମେ ଜଙ୍ଗଲରେ ବସିକି ଏକୁଟିଆ କାହିଁକି କାନ୍ଦୁଛ? ମହାରାଜ, ମୁଁ ଆଉ ମୋ ସ୍ୱାମୀ ବିବାହ ସାରି ଫେରୁଥିଲୁ। ରାତି ହୋଇଯିବାରୁ ଆମେ ଗଛ ମୂଳରେ ବିଶ୍ରାମ ନେଉଥିଲୁ। ସକାଳେ ଉଠି ଦେଖିଲା ବେଳୁ ମୋ ସ୍ୱାମୀ ମୋ ପାଖରେ ନାହାନ୍ତି। ମୋତେ ଲାଗୁଛି ଜଙ୍ଗଲର କୌଣସି ହିଂସ୍ର ପଶୁ ତାଙ୍କୁ ଖାଇ ଦେଇଛନ୍ତି। ଗଲେ ଆଉ ମୁଁ ଏପର୍ଯ୍ୟନ୍ତ ପାଉନାହିଁ। ମୁଁ 2 ଦିନ ହେଲାଣି ଏଠାରେ ବସି ରହିଛି। ଯାହା ହେଲା, ମୁଁ ସେଥିପାଇଁ ବହୁତ ଦୁଃଖିତ। ତୁମେ ମୋ ସାଙ୍ଗରେ ମୋ ରାଜ୍ୟକୁ ଚାଲ। ମୁଁ ତୁମକୁ ବିବାହ କରି ରାଣୀ କରି ରଖିବି। ମୋର ଆଗରୁ ମଧ୍ୟ ଜଣେ ରାଣୀ ଅଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମହାରାଜ। ତାପରେ ସେ ଝିଅଟି ରାଜାଙ୍କୁ ବିବାହ କରି ତାଙ୍କ ସହିତ ମହଲରେ ରହିବାକୁ ଲାଗିଲା। କିଛି ଦିନ ପରେ ରାଜାଙ୍କ ଦେହ ଧୀରେ ଧୀରେ ଖରାପ ହେବାକୁ ଲାଗିଲା। ବଡ଼ ରାଣୀ ରାଜାଙ୍କୁ କହିଲେ, ମହାରାଜ, ଆପଣ ନିଜର ଚିକିତ୍ସା କରାନ୍ତୁ। ରାଜା କହିଲେ, ହଉ, ମୁଁ ବୈଦ୍ୟଙ୍କ ସହିତ କାଲି ଦେଖା କରି କଥା ହେବି। ପରଦିନ ରାଜା ଯାଇ ବୈଦ୍ୟଙ୍କୁ ଦେଖା କଲେ ଓ କହିଲେ, ମୁଁ କିଛି ଦିନ ହବ ବହୁତ ଅସୁସ୍ଥ ଅନୁଭବ କରୁଛି ଓ ମୋର ଦେହ ଦିନକୁ ଦିନ ଖରାପ ହେବାର ଲାଗିଛି। ଆପଣ କିଛି ଉପାୟ କୁହନ୍ତୁ। ମହାରାଜ, ଆପଣଙ୍କ ଦେହ କେବେଠାରୁ ଅସୁସ୍ଥ ଅଛି? ଆପଣ ମୋତେ ଖବର ଦେଲେନି, ମୁଁ ଆପଣଙ୍କୁ ଯାଇ ଦେଖା କରିଦେଇଥାନ୍ତି। ଆପଣ କାହିଁକି ଆସୁଥିଲେ? ବୈଦ୍ୟ ଆଜ୍ଞା, ମୁଁ ଭାବିଲି ଆପଣଙ୍କୁ ଦେଖା କରି କଥା ହେବାଟା ବେଶୀ ଭଲ ହବ। ଆଜ୍ଞା, ଯେବେଠାରୁ ମୋର ଦ୍ୱିତୀୟ ବିବାହ ହୋଇଛି ସେବେଠାରୁ ମୋ ଦେହ ଧୀରେ ଧୀରେ ଖରାପ ହେବାରେ ଲାଗିଛି। ମୋ ଅସୁସ୍ଥତାର କାରଣ ମୁଁ ନିଜେ ବି ଜାଣିପାରୁନାହିଁ। ମହାରାଜ, ଆପଣ ସାନ ରାଣୀଙ୍କୁ ବିବାହ କରିଛନ୍ତି, କିନ୍ତୁ ତାଙ୍କ ଅତୀତ ବିଷୟରେ କିଛି ଜାଣିଛନ୍ତି କି? ତାଙ୍କ ଅତୀତ ବିଷୟରେ ମୁଁ କିଛି ଜାଣିନାହିଁ, କିନ୍ତୁ ତାଙ୍କୁ ମୁଁ ଜଙ୍ଗଲରେ କାନ୍ଦୁଥିବାର ଦେଖି ମୋତେ ବହୁତ ଦୁଃଖ ଲାଗିଲା। ମୁଁ ତାଙ୍କୁ ବିବାହ କରି ରାଣୀ କରି ଆଣିଲି। କାଲି ରାଜଭବନକୁ ଯିବି ଓ ଦେଖିବି କଣ ଅସୁବିଧା ହେଉଛି। ଆପଣ କାହିଁକି ଏତେ ଅସୁସ୍ଥ ହେଉଛନ୍ତି? ମହାରାଣୀ, ମୋତେ ବହୁତ ଶୋଷ ଲାଗୁଛି। ଯଦି ଟିକେ ପାଣି ଦିଅନ୍ତ ମୋତେ ଭଲ ଲାଗନ୍ତା। ହଉ ମହାରାଜ, ମୁଁ ଯାଉଛି ପାଣି ନେଇକି ଆସୁଛି। ସାନ ରାଣୀ ପ୍ରକୃତରେ ଗୋଟେ ଯୁବତୀ ନଥିଲେ, ସେ ଜଣେ ନାଗୁଣୀ ଥିଲେ। ଆଉ ସିଏ ଭାବିଲେ ରାଜା ବୋଧେ ନିଦରେ ଶୋଇଛନ୍ତି। ସେ ତାର ନିଜ ରୂପ ଧରି ପାଣି ଆଣିବାକୁ ଗଲା। ରାଜା ନିଦରେ ନ ଶୋଇ ଏସବୁ ଦେଖୁଥିଲେ। ଭୟରେ ତାଙ୍କ ଛାତି ଥରି ଉଠିଲା। ସେ କିପରି ଯାଇକି ସକାଳ ହେଲେ ବୈଦ୍ୟଙ୍କ ସହ ଦେଖା ହେବେ ଭାବିବାକୁ ଲାଗିଲେ। ବୈଦ୍ୟ ମହାଶୟ, ଆପଣ ମୋତେ ବଞ୍ଚେଇ ଦିଅନ୍ତୁ। ମୋ ଜୀବନ ଆପଣଙ୍କ ହାତ ମୁଠାରେ। ଆପଣ ଯାହା କହିଥିଲେ ଠିକ୍ କହିଥିଲେ। ତା କୋଉ କୂଳର କେଉଁଠାରୁ ଆସିଛି ନ ଜାଣି ମୁଁ ବାହା ହେଇ ବହୁତ ଭୁଲ କରିଛି। ମହାରାଜ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଆପଣଙ୍କର ଅସୁବିଧା ଦୂର କରିବାକୁ ଚେଷ୍ଟା କରିବି। ଆପଣ ଏପରି ବିଚଳିତ ହୁଅନ୍ତୁନି। କୁହନ୍ତୁ, କଣ ହୋଇଛି? ମୁଁ ରାତିରେ ଶୋଇଥିଲି ଓ ମୋତେ ଶୋଷ ଲାଗିବାରୁ ମୁଁ ସାନ ରାଣୀଙ୍କୁ ପାଣି ମାଗିଲି। ସାନ ରାଣୀ ଭାବିଛନ୍ତି ମୁଁ ନିଦରେ ଶୋଇଛି ବୋଲି। ସେ ଏକ ନାଗୁଣୀର ରୂପ ଧାରଣ କରି ପାଣି ଶୀଘ୍ର ନେଇ ଆସି ମୋ ପାଖରେ ପହଞ୍ଚାଇ ଦେଲେ। ଆଉ ମୁଁ ଦେଖିକି ପୁରା ଡରିଗଲି। ଆଉ ସେତିକିବେଳଠୁ ମୋ ଦେହ ଥରୁଛି। ଆପଣ ମୋତେ ବଞ୍ଚାନ୍ତୁ। ମୁଁ କିପରି ତାଙ୍କଠୁ ରକ୍ଷା ପାଇବି? ରାଜା, ଆପଣ ବିଚଳିତ ହୁଅନ୍ତୁ ନାହିଁ। ମୋ ପାଖରେ ଏକ ଉପାୟ ଅଛି। ତୁମେ ସାନ ରାଣୀଙ୍କୁ କହିବ ଆମେ ସମୁଦ୍ରରେ ନୌକା ବିହାର କରିବା, ଆଉ ମୁଁ ମଧ୍ୟ ତୁମ 2 ଜଣଙ୍କ ସାଙ୍ଗରେ ଯିବି। ଆସନ୍ତା କାଲିଠାରୁ ହିଁ ଆପଣ ସାନ ରାଣୀଙ୍କ ଠାରୁ ମୁକ୍ତି ପାଇଯିବେ। ହଁ ବୈଦ୍ୟ ଆଜ୍ଞା, ଆପଣ ଯଥାଶୀଘ୍ର ଏହା କରନ୍ତୁ। ଜାଣନ୍ତି ପୂଜାରୀ ମହାଶୟ, ଏ ପାଣିର ଗଭୀରତା କେହି କହିପାରି ନାହାନ୍ତି କି ଆଗକୁ ମଧ୍ୟ କେହି କହିପାରିବେ ନାହିଁ। ମହାରାଜ, ମୁଁ କହିପାରିବି ପାଣିର ଗଭୀରତା କେତେ। ଆପଣ ମୋତେ ସମୁଦ୍ରକୁ ଯିବାକୁ ଅନୁମତି ଦିଅନ୍ତୁ। ତୁମେ କଣ ସତରେ ଯାଇପାରିବ ମହାରାଣୀ? ତୁମେ କଣ ସତରେ ସମୁଦ୍ରର ଗଭୀରତା କହିପାରିବ? ହଉ ଦେଖିବା, କହିଲ। ସାନ ରାଣୀ ଯେମିତି ପାଣିକୁ ଡେଇଁଛନ୍ତି,
ବୈଦ୍ୟ ତାଙ୍କ ମନ୍ତ୍ର ବଳରେ ତାଙ୍କୁ ମାରିଦେଲେ ଓ କୂଳକୁ ପଳାଇଗଲେ। ସାପର ବିଷ ଯୋଗୁଁ ରାଜାଙ୍କର ଯେଉଁ ଅସୁସ୍ଥତା ଲାଗି ରହୁଥିଲା ତାହା ଭଲ ହୋଇଗଲା ଓ ବଡ଼ ରାଣୀଙ୍କ ସହିତ ରାଜା ଖୁସିରେ ସଂସାର କଲେ।